ଗଧ ଓ ଘୋଡ଼ାର କାହାଣୀ। ଗୋଟିଏ ବେପାରୀ ପାଖରେ ଗୋଟିଏ ଘୋଡ଼ା ଥିଲା, ତା ସହିତ ଗୋଟିଏ ଗଧ ମଧ୍ୟ ଥିଲା। ସେ ଘୋଡ଼ାରେ ଚଢ଼ି ତଥା ଗଧ ଉପରେ ବୋଝ ଲଦି ଗାଁକୁ ଗାଁ ବୁଲି ବୁଲି ଶାଲ୍ ସବୁ ବିକୁଥିଲା। ମାଲିକ ଘୋଡ଼ାକୁ ବହୁତ ସ୍ନେହ ଶ୍ରଦ୍ଧା କରିବା ସଙ୍ଗେ ସଙ୍ଗେ ତାର ଖାଦ୍ୟପେୟର ଉପଯୁକ୍ତ ଯତ୍ନ ନେଉଥିଲା, କିନ୍ତୁ ଗଧ କଥା ଟିକିଏ ବି ଚିନ୍ତା କରୁନଥିଲା। ଏକଦା ବେପାରୀ ଜଣକ ଘୋଡ଼ା ଉପରେ ସବାର ହୋଇ ଗଧ ପିଠିରେ ବୋଝ ଲଦି ଅଲଗା ଗାଁକୁ ଯାଉଥିଲେ। ଗଧ ଥିଲା ଦୁର୍ବଳ ତଥା ଏତେ ବୋଝ ଲଦିଥିଲା, ତା ଛଡ଼ା ରାସ୍ତା ସବୁ ଆବଡ଼ା ଖାବଡ଼ା ଥିଲା। ତେଣୁ ଏଭଳି ରାସ୍ତାରେ ଗଧଟି ଅତି ସତର୍କ ଭାବରେ ଯାଉଥିଲା। ତାପରେ ଗଧ ବ୍ୟସ୍ତ ହୋଇକି କହିଲା, ଘୋଡ଼ା ଭାଇ, ମୋର ଏତେ ବୋଝରୁ ତୁମେ ଟିକେ ବୋଝ ମୋ ଠାରୁ ନିଅ। ଆଉ ମୁଁ ଏତେ କଷ୍ଟରେ ଚାଲି ପାରୁନାହିଁ। ତୁମେ ମୋର ଏତିକି ଉପକାର କଲେ ମୁଁ ଜୀବନ ସାରା ତୁମର ଉପକାରକୁ କେବେ ଭୁଲିବି ନାହିଁ। ଆଉ କଥା ହେଉଛି, ଜୀବନ ସାରା ତୁମର ସେବା ମୁଁ କରିବି। ଏକଥା ଶୁଣି ଘୋଡ଼ା ଚିଡ଼ି ଉଠି କହିଲା, ତୁମେ କ'ଣ କହୁଛ ଗଧ ଛୁଆ? ମୁଁ କେବେ ବୋଝ ବୋହିଛି ଯେ ଆଜି ମୁଁ ତୁମ କଥା ସହ ସହମତ ହେବି? ସଙ୍ଗେ ସଙ୍ଗେ ମୁଁ ତୁମର ବୋଝ ବୋହିବି? ଖବରଦାର, ଏଭଳି କଥା ଆଉ କେବେ ବି କହିବ ନାହିଁ। ଦେଖିଛ ତମର ଖାତିରଦାରୀ କେମିତି ହେଉଛି। ବିଚରା ଗଧ ଆଉ କିଛି କହିଲା ନାହିଁ, କେବଳ ଆଖିରୁ ଅଶ୍ରୁ ଗଡ଼ାଇଲା। ରାସ୍ତାରେ ଚାଲିବା ତା ପକ୍ଷରେ ଅସମ୍ଭବ ହୋଇପଡ଼ିଲା। ନିଜର ଭାରସାମ୍ୟ ହରାଇ ସେ ରାସ୍ତା କଡ଼ରେ ଥିବା ଖାଲ ମଧ୍ୟରେ ଗଧଟି ଅଚାନକ ପଡ଼ିଗଲା। ଆଉ ପଡ଼ିବା ସଙ୍ଗେ ସଙ୍ଗେ ତାର ଗୋଟିଏ ଗୋଡ଼ର ହାଡ଼ ଭାଙ୍ଗିଗଲା। ବେପାରୀ ଜଣକ କ'ଣ କରିବ ଏଥର? ସେ ସଙ୍ଗେ ସଙ୍ଗେ ଗଧ ପିଠିରୁ ସବୁ ବୋଝ ବାହାର କରି ଘୋଡ଼ା ପିଠିରେ ଲଦିଲା। ତାପରେ ଗଧକୁ ମଧ୍ୟ ସେଇ ଘୋଡ଼ା ପିଠି ଉପରେ ଲଦିଦେଲା। ଘୋଡ଼ା ଏତେ ଓଜନ ବୋହିବାରେ ଅକ୍ଷମ ଥିଲା, ତଥାପି ସେ ବହୁ କଷ୍ଟରେ ତାହାକୁ ବୋହିବାକୁ ଲାଗିଲା। ମୁସିବତ ଆସିଥିବାରୁ ଘୋଡ଼ାର ସବୁ ଅଭିମାନ ନିମିଷକ ମଧ୍ୟରେ ଉଭେଇଗଲା। ସେ ପଶ୍ଚାତାପ କରୁ କରୁ ଭାବିନେଲା କି, ହାୟ, ଏଇଟା ତ ବହୁତ ଖରାପ କଥା ହେଲା। ମୁଁ ଏତେ ଭାରୀ ବୋଝକୁ କେମିତି ନେଇ ଚାଲିବି? ବିଚରା ଗଧ କହିଥିଲା, ବାସ୍ ଅଳ୍ପ କିଛି ବୋଝ ତୁମେ ଲଦିକି ଚାଲ। ଯଦି ମୁଁ ସେତେବେଳେ ଗଧର କଥାରେ ରାଜି ହୋଇଥାନ୍ତି, ତେବେ ସେ ଗାତରେ ପଡ଼ିବା ତଥା ଏଇ ପାହାଡ଼ ପରି ମାଲପତ୍ର ମୋତେ ବୋହିବାକୁ ପଡ଼ିନଥାନ୍ତା। ତେବେ ଯାହା ତ ହୋଇଯାଇଛି ଯାଇଛି, ଏବେ ପଶ୍ଚାତାପ କଲେ ଫଳ କ'ଣ ମିଳିବ? ମୋର ଆଗରୁ ଭାବିବାର ଥିଲା ଯେ ଗଧର କିଛି ବୋଝ ମୁଁ ଯଦି ବୋହିଥାନ୍ତି, ତେବେ ଆଜି ମୋତେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା। ମୋର କର୍ତ୍ତବ୍ୟ ଥିଲା ଗଧକୁ ସାହାଯ୍ୟ କରିବା, ଦୁର୍ବଳର ଦୁଃଖକୁ କିଛି ପରିମାଣରେ ଲାଘବ କରିବା, ତାଙ୍କ ହାତ ସହିତ ହାତ ମିଳାଇ ସାହାଯ୍ୟ କରିବା। ତେବେ ବର୍ତ୍ତମାନ ମୋର ପ୍ରାୟଶ୍ଚିତ୍ତ କରିବା ହିଁ ସାର ହେବ।